ସୁଧର୍ନା ଗଲେ ପାଞ୍ଚଟି ସୁନ୍ଦରୀ କି ସାଙ୍ଗରେ ନେଲେ ଆଚ୍ଛା ପହଞ୍ଚିଲେ କେଦାରେଶ୍ୱର ମନ୍ଦିରରେ କେଦାରେଶ୍ୱର ମନ୍ଦିରରେ ପହଞ୍ଚି ଦେଖିଲେ ମା ମନ୍ଦିରର ଯୋଉ ପୂଜକ ଆଜ୍ଞା ନନ୍ଦୀ ମହାପ୍ରଭୁଙ୍କ ପାଖରେ ଠିଆ ହେଇଛନ୍ତି। ଆଚ୍ଛା ସୁଧର୍ନା ହାତ ଯୋଡେଇ ଲାଗିଲେ ଗୋସାଇଁ ଜୁହାର ଗୋସାଇଁ ଖଲି ଆଣ ଖଲି ଆଣ ଖଲି କଣ କରିବ ଖଲି ଆଣ ଖଲି ଆଣ ଖଲି କଣ କରିବ ଖଲି ଆଣ ଖଲି ଆଣ କଦଳୀ ପତ୍ର ଚଳିବନି ତମେ କିଛି ବୁଝୁଛ କଦଳୀ ପତ୍ର ମାଗୁଛନ୍ତି ଖଲି ମାନେ ଭୋଜନ ଚାହୁଁଛନ୍ତି ଆରେ ଖନା ଗୋସାଇଟାରେ ଆଜ୍ଞା କଲ୍ୟାଣ କହୁଛନ୍ତି ଖଲି ଆଣ ଖଲି ଆଣ ଏ ଭାଇ ନା ଶୁଣ ମୁଁ ହଉଛି ଭଦ୍ରାବତୀର ଯୁବରାଜ ଦେଖ ଏ ଝିଅ ମାନେ ଆଜ୍ଞା ଏଡ ଆସ ଶୀଘ୍ର ଆସ ତମେ ୟାଙ୍କର ସଖିଟି ଶୀଘ୍ର ଆସ ଶୁଣ ଗୋସାଇ କୁହନ୍ତୁ ଇଏ ଶିବ ମନ୍ଦିରରେ ତମେ ପୂଜକ ଆଜ୍ଞା ହେଲା ଏ ରାଳବ ଗ୍ରାମର ପ୍ରଭୁ ମୁକ୍ତେଶ୍ୱର ତାଙ୍କ ପୂଜାରୀ ମୁଁ ନୁହେଁ ଆଜ୍ଞା ଏଠି ଆଉ ଜଣେ ଏଠି ଇଏ ମୁକ୍ତେଶ୍ୱର ମନ୍ଦିରରେ ଯେ ପୂଜାରୀ ଥିବେ ସେ ଦେବେ ଛେଚିବେ ଘରି ଆରେ ମୁଁ ମନା କରୁଛି ମୁଁ ନୁହେଁ ସେ ଆଉ ଜଣେ ଅଛନ୍ତି ତମକୁ ସେତେ କଥା ମୁଁ ପଚାରିଲି ଆଉ ଏ ମନ୍ଦିରଟା ହାତ ଦେଖାଇଦେଲ ତ ମୁଁ ସେଥିପାଇଁ ମନା କରିଦେଲି ଆଉ ଶୁଣ ମୁଁ ଯୁବରାଜ ସୁଧର୍ନା ଇଏ ପାଞ୍ଚଟା ଝିଅର ଦାୟିତ୍ୱ ଆଜି ରାତିରେ ତମର ଠିକ ଅଛି କଣ କରିବ ବିକିଦେବି ବ୍ରହ୍ମ ଜ୍ଞାନଟା ତ ଧଡ ଧଡ ମୋ ଦାୟିତ୍ୱରେ ଦେଲେ ପଚାରିଲେ କଣ କରିବ ମୁଁ କହିଲି ମୁଁ ବିକିଦେବି ଶୁଣ ଇଏ ପାଞ୍ଚଟି ଝିଅ ରାତିରେ ପ୍ରସାଦ ଖାଇବେ ଆଚ୍ଛା ଠିକ ଅଛି ପାଞ୍ଚଟି ପ୍ରସାଦର ବ୍ୟବସ୍ଥା କରିବ ହେଇଯିବ ହେଲା ସୁରକ୍ଷିତ ଘର ଗୋଟେ ଦବ ରୁମ ଅଛି ରହିଯିବେ ହେଲା ରାତି ପାଇଲେ ମାନେ ଯୁଆଡେ ଯିବା କଥା ଯିବେ ଟେମ୍ପୁ ଭଡା କରିବି ଛାଡିଦେବି କହିଲେ ହେଲା ଯେତେ ପଇସା ଲାଗିବ ସବୁ ମୁଁ ଦେବି ଠିକ ଅଛି ସବୁ କାମ ହେଇଯିବ ଆପଣ ପଇସା 20,000 ଦେଇଦେଇକି ଯାଆନ୍ତୁ କେତେ 20,000 ପାଞ୍ଚଟା ଝିଅ ଖାଇବେ ଯେ ଆଜ୍ଞା ମୁଁ 20,000 ଦେବି ହେଲା ଭାଇ ନା ଦାୟିତ୍ୱ ରହିଲା ନିଶ୍ଚୟ ଆଉ ଯଦି ଏ ଝିଅ ମାନଙ୍କର କିଛି ଅସୁବିଧା ହୁଏ ମୁଁ ସୁଧର୍ନା ମତେ ଚିହ୍ନିବ କିଛି ଅସୁବିଧା ହବନି ହେଲା ଆପଣ ଯାଆନ୍ତୁ ସବୁ କାମ ହେଇଯିବ ଏ ସୁନ୍ଦରୀ ଆଜ୍ଞା ଏ ମନ୍ଦିରରେ ରହିବ ପୂଜାରୀ ପ୍ରସାଦ ଦେବେ ଖାଇବ ଏ ରାତ୍ର ଏଠି ଯାପନ କରିବ ରାତି ପାଇଲେ ଘରକୁ ପଳେଇବ ହେଲା ଆସୁଛି ଆଜ୍ଞା ଆଜ୍ଞା ବୀର ସୁଧର୍ନା ଶିବ ମନ୍ଦିରରେ ଝିଅ ମାନଙ୍କୁ ରଖି ଆଜ୍ଞା ନିଜେ ବିଦାୟ ନେଇଗଲେ ଆଚ୍ଛା ଆଚ୍ଛା ମା ମାନେ ଯେ ମନ୍ଦିରର ପୂଜକ ଥିଲେ ମହାପ୍ରଭୁଙ୍କର ରାତ୍ର ସେବା ହେଲା ଆଜ୍ଞା ଶିବଙ୍କର ପ୍ରସାଦ 5ଟି ଆଣି ଇଏ ଝିଅ ମାନଙ୍କୁ ଭୋଜନକୁ ଦେଲେ ଏଇ ଯୋଉ 4ଟି ସଖୀ ଥିଲେ ଦିନ ସାରା ଆଜ୍ଞା ମେଘ ବର୍ଷା ମାଡ ଖାଇ ପବନ ମାଡ ଖାଇ ଭୋକିଲା ହେଇକି ଥିଲେ ପ୍ରସାଦ ପାଇଲେ ଶିବ ପ୍ରସାଦ ଆଜ୍ଞା ବସି ଖାଇଦେଲେ କିନ୍ତୁ ଏ ଯୋଉ ଜେମା ଇନ୍ଦୁମତୀ ତାଙ୍କ ପାଖରେ ଯେତେବେଳେ ପ୍ରସାଦ ପହଞ୍ଚିଲା ଇନ୍ଦୁମତୀ କଲେ କଣ ହାତ ଯୋଡିଦେଲେ କଣ ଭାବିଲେ କହିଲେ ଯାପାଦ ପରାଣ ସମର୍ପଣ ହାତ ଯୋଡିଦେଲା ଡାକିଲା ହେ ପାର୍ବତୀ ରମଣ ହେ ଦୟାର ଠାକୁର ଦେବ ଦେବ ମହାଦେବ ମୁଁ ଆପଣଙ୍କ ପ୍ରସାଦକୁ ନିନ୍ଦା କରୁନି ମୁଁ ଆପଣଙ୍କ ପ୍ରସାଦ ସେବନ କରିପାରିବି ନା ଗୋଟାଏ ନାରୀ ହେଇକି ନିର୍ଲଜ୍ଜି ହେଇ ଗୋଟାଏ ପୁରୁଷକୁ ଯୌବନ ଯାଚିଲି ସେ ତ ଗ୍ରହଣ କଲେନି ନା ମୁଁ ଆପଣଙ୍କ ପ୍ରସାଦ ଭୁଞ୍ଜିବି କାହିଁକି କୋଉ ସୁଖ ନେଇକିରି ପ୍ରସାଦ ଭୁଞ୍ଜିବି ହେ ମହାଦେବ ହେ ଶଙ୍କର ମତେ କ୍ଷମା କରିଦିଅ କାହିଁକି ନା ପ୍ରଭୁ କହିଛନ୍ତି କଣ କହିଛନ୍ତି ମନେ ରଖ ପ୍ରଭୁ କହିଛନ୍ତି ମୋଠି ଗୋଡଟା ଯଦି ବାଜିଗଲା ମୁଁ ଚଳେଇ ନେବି ମୋ ପ୍ରସାଦରେ କେବେ ଗୋଡ ବଜେଇବନି ମନେ ରଖ ମା ମାନେ ମତେ ନିନ୍ଦା କଲେ ମୁଁ ସହିବି ମୋ ନାମକୁ କେବେ ନିନ୍ଦା କରିବନି ନା ମତେ ଦୁଃଖ ଦେଲେ ମୁଁ ସହିବି ମୋ ଭକ୍ତକୁ କେବେ ଦୁଃଖ ଦବନି ପ୍ରଭୁଙ୍କର ମୁଖ ନିଃସୃତ ବାଣୀ
राजकन्या ज्ञानी से जानी शिवों को प्रसाद जदि मिलिला आपण जदि सेवन न कले अघोर पापरे पड़िबे महापाप लागिबो। अच्छा शिव प्रसाद छोटिया कथा नुहे झीटा जानी जानिले मध्य सेवन कला झीटी डाकिला प्रभु हाँ हाँ मु जानी तुम प्रसाद पाइले मिलिले न पाइले पाप पाप मु बरंग आज पापी हेबी प्रभु हाँ हाँ मु बंचिबा को चाहू ना ना मोर तो बापा मला हाँ हाँ मो माँ तो सतीदाह कला हाँ हाँ मु गोटे नारी है यौवन जाचिकी देली से पुरुषटा ग्रहण कला ना ना धी कि मो जीवन मु अर्जुन को मारिबी बोली शिवंक पाखक तप करने को जाऊଥିଲି मोर तो तपस्या है नहीं तप भांगी गला हाँ हाँ मु कहीं बंची अच्छा अच्छा आज्ञा प्रसाद को मुंडिया मारदेला हाँ हाँ झीटा प्रसाद सेवन कला ना ना आज्ञा छुई देला मुंडे मारदेला अच्छा छिड़िला लेखा अनेइछि सखी माने केतले खाई पी की सोईबे ये चारिटा जांको झियो तलो मा झड़ वर्षा माडो खाइथिल हाँ हाँ मेघेरे भिजी थिले हाँ हाँ ओदा लुगा पिंधि चंती जेतेबेले शिव महाप्रभु को प्रसाद गंडियो मिली गला हाँ हाँ आज्ञा आसी गला आसक्ति अच्छा आसक्ति आसी गला सब घुंगुड़ी मारले हाँ एतेबेले राति पाइबो घर को जीवा हाँ हाँ आ शिव मंदिर तो कोन भय अछि कि आराम रे सोई के घुंगुड़ी मारले हाँ जेमती आराम रे चारि सखी घुंगुड़ी मारिले हाँ ये झीटी कला कौन रजा झील हाँ हाँ आज्ञा निद्रिता सखी को हाँ मेल उठी निदिता सखी का मेल उठिला जीवन भौतारिला धीरे हो जीवन उचारिला आत्महत्या को लागू पथे पाप आत्महत्या कले लागू बचे पाप धीरे से कौन करा ये निदरे शोइथिबा सखी मानक पाखरु हाँ हाँ झीटा उठिला कहला ओम नमः शिवाय हाँ हाँ प्रभु मु जाउछि मते आत्महत्या पाप लागिले लागू अच्छा मु आउ बंचिबिनी ना ना झीटा चलिला हाँ हाँ कोठी की गला कोठी गला कोठी की आपणकर हाँ हाँ जगत गुरु शंकराचार्य अच्छा अच्छा जगत गुरु शंकराचार्य हाँ मोह मुद्गर लिखुछन कौन लिखिले गंगा अष्टक हाँ हाँ कौन लिखिले कौन लिखिले आज्ञा शिवंक घरणी आपण जानिछंती शिवंकर आज्ञा दुई गोटी स्त्री हाँ हाँ जणे हेले मां पार्वती जणे हेले देवी गंगा गंगा हाँ कहीं पंडित कहीं की देखंतु आज्ञा आपण गोटे कथा शुणिले खुशी हेबे कौन जानती कौन हमर गोटे कथार थिला जहाँ न देखिबु बेनी नयने परते न जिबु गुरु वचने हला जे पक्षी उड़े जेते दूर हाँ हाँ आज्ञा मो सारा जीवन 51 वर्ष हो गला मोर पाला गाइबा आपण विश्वास करंतु कि न करंतु धाम भितर जगन्नाथ धाम मोर इष्ट देवी सारला पारा ये दुईटी जगह को छाड़िले मु कौनसी तीर्थ जगह को आज पर्यंत जाइने आपण माने मोर बापा भाई समान बसचंती माँ भौणी समान बसचंती ये सत्यनारायण को दरबार मोर पाला गाइबा 51 वर्ष हला जने साधारण लोक चारधाम करी पड़े आसिले किंतु मते सुजोग मिलिनी कहीं ना सकल तीर्थ तो चरण बद्रिका जीवी की कारण राति सारा तो प्रभु को ना गाइली हाँ हाँ दिन रे तो कुटुंब बोझ मुंडेली अच्छा अच्छा आज्ञा केतबेले मु जीवी जे कुआडे जीवी हाँ हाँ द्वितीय कथा गोटे असुविधा कौन असुविधा ना आपण माने जानिछंती मु तो पियाज रसुण खाइनी होटेल ले खाइनी का भोजी भात रे खाइनी एबे हमर जो कुंभ मेला चलीथिला पिला माने समस्त जिद्दी कले कहले माँ तमें कुआडे हेले जाऊना आमरी पछरे केवल लागिछ प्रभु को ना गाउछ किंतु ये 144 वर्ष पड़ी बुड़ आमे तुमको नहीं जीव पिला माने जब जिद्दी कले मु आउ तांको कथारु बाहरी पारली तेणु आमर ये जो छोटिया गाड़ी टी भगवान देइछंती ए गाड़ी रे निजे पुओ ड्राइविंग करिकी गला ए पिला माने सांगरे गले आज्ञा गोटे गैस टे नेलु हांडी चुली नेलु जोठी रखिलु सेठी टिके रोसई करिकी पिला माने देले नारायण को भोग लगेई कि खाइली बस आराम रे गली आराम रे आसिली आज्ञा मु प्रयागरु पळेली बनारस काशी विश्वनाथ को दर्शन करी टे मणिकनिका घाट को पळेली
ମଣିକର୍ଣ୍ଣିକା ଘାଟକୁ ଗଲା ବେଳେ ଆପଣ ତ ଦେଖିଥିବେ ବନାରସ ଯୋଉ ଗଳିଆ ଜାଗା ଯିବା ବେଳେ ଯୋଡିଏ ଶବ ଗଲେ ଆମ ପାଖରେ ଏମିତି ପାଖେ ପାଖେ ଯାଉଛନ୍ତି ଆଜ୍ଞା ମଣିକର୍ଣ୍ଣିକାରେ ଦାହ ଯୋଡିଏ ଶବ ସେଦିନ ଆମ ସେତିକି ସମୟ ଭିତରେ ଯୋଡିଏ ଶବ ଆଚ୍ଛା ଆଚ୍ଛା ଆମ ଗାଁରେ ଯଦି ଜଣେ ମରିଯାଏ ହଁ ହଁ ଆମେ କଣ କହୁଛେ ଆଜ୍ଞା କାନ୍ଧରେ ଧରିକି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ କିନ୍ତୁ ବନାରସ କାଶୀ ଧାମରେ କଣ କହୁଛନ୍ତି ଜାଣନ୍ତି କଣ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ହଁ ହଁ ଏତିକ ଜଣେ କହିଲେ ଆଉ ଜଣେ କହୁଛି ଆଉ ଜଣେ କଣ କହୁଛି କଣ ହର ହର ଗଙ୍ଗେ ହର ହର ଗଙ୍ଗେ ହର ହର ଗଙ୍ଗେ ହର ହର ଗଙ୍ଗେ ଆଜ୍ଞା ତାଙ୍କର ସେଠି ଶବ ଗଲା ବେଳେ କାଶୀ ହଁ ହଁ ଯୋଉଠି ଶ୍ରେଷ୍ଠ ପଣ୍ଡିତ ମାନେ ଅଛନ୍ତି ଆଜ୍ଞା ସେଇଠି ଶବ ନେଲା ବେଳେ କହୁଛନ୍ତି ହର 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 ଗଙ୍ଗେ ଗଙ୍ଗେ ହର ହର ଗଙ୍ଗେ ହର ହର ଗଙ୍ଗେ ଆଚ୍ଛା ଆଚ୍ଛା ଆଜ୍ଞା ଏ କଥା ତ କୋଉ ପୁରାଣରେ କାହିଁକି ମୁଁ ଆଜି ପର୍ଯ୍ୟନ୍ତ ପଢିନଥିଲି ନା ଏବେ ନିଜେ ଗଲି ଶବ ଦିଟା ଗଲା ଦେଖିଲି ହଁ ହଁ ଲୋକେ କହୁଛନ୍ତି ଶୁଣିଲି ହଁ ହଁ ସେଇଟା ମୋ ହୃଦୟକୁ ଛୁଇଁଲା ଆଚ୍ଛା ଆଚ୍ଛା ହର ହର ଗଙ୍ଗେ ଆଚ୍ଛା ଆଚ୍ଛା ସେମାନେ ଶବ ନେଲା ବେଳେ କହୁଛନ୍ତି ହର ହର ଗଙ୍ଗେ ଗଙ୍ଗେ ଆମେ ଶବ ନେଲା ବେଳେ କହୁଛନ୍ତି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ ହଁ ହଁ ତେଣୁ ବୁଝନ୍ତୁ ଆଜ୍ଞା ଆଜ୍ଞା ଶୈବ କ୍ଷେତ୍ର ହେଲା କାଶୀଧାମ ହଁ ହଁ ଦେବଦେବ ମହାଦେବ ମହାଦେବ ତେଣୁ ମୋର ଗୁଣିଜ୍ଞାନୀ ପଣ୍ଡିତେ ହଁ ହଁ ଏଇ ଗଙ୍ଗାଷ୍ଟକ ଆଚ୍ଛା ଆଚ୍ଛା ଗଙ୍ଗା ମାଙ୍କ ପାଇଁ ଗଙ୍ଗାଷ୍ଟକ ଲେଖା ହେଇଛି ହଁ ହଁ କାଶୀଧାମରେ ଆଜ୍ଞା ଯୋଉ ମା ଗଙ୍ଗା ବହିଛନ୍ତି ହଁ ହଁ ବାହି ଆଚ୍ଛା ଆଚ୍ଛା ଆଜ୍ଞା ଝିଅଟି ଆତ୍ମହତ୍ୟା କରିବ ବୋଲି ହଁ ହଁ ଗଙ୍ଗା କୂଳେ ଯାଇ ପହଞ୍ଚି ଆଚ୍ଛା ଆଚ୍ଛା ଡାକିଦେଲା ହଁ ହଁ କହିଲା ଜୟ ମହାସୁରାଶ୍ୱରୀ ଭଗବତୀ ଗଙ୍ଗେ ଭଗବତୀ ଗଙ୍ଗେ ମା ଭଗବତୀ ଗଙ୍ଗେ ଭୁବନ ତାରି ତରଳ ତରଙ୍ଗେ ତରବନ ତାରିଣୀ ତରଳ ତରଙ୍ଗେ ଶଙ୍କର ମୌଳି ବାସିନୀ ବିମଳେ ବାସିନୀ ବିମଳେ ମାରି ବାସିନୀ ବିମଳେ ମମବତୀ ସେବା ତବ ପଦ କମଳେ ତବ ପଦ କମଳେ ଗଙ୍ଗା 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 ଆରେ ହେ ହେ ବାପ ସଙ୍ଗାତ ଦଳ ଇଏ ମଉସା ମାନେ ମୋର ଧୀର ବଇଛଟି ଇଏ ଇଏ ମୋ ମଉସା ଦଳ ମୋ ମାଉସୀ କାହିଁ ଚଣା ଧରିକି ଆସି ଆରେ ମଉସା ଦଳ ଇଏ ଗଙ୍ଗା ନା ପାଟିରେ ହଉନି ଆକୁ ସଙ୍ଗାତ କରିଛ କିରେ ଝିଅଟା ଯାଇ ଗଙ୍ଗା ମା ପାଖରେ ମା ସ୍ତବ କଲା ହଁ ହଁ କହିଲା ହେ ଶଙ୍କର ଘରଣୀ ମକର ବାହିନୀ ତ୍ରିତାପନାସିନୀ ମା ଗଙ୍ଗାଙ୍କର ବାହନ ହଉଛି ମକର ମକର ବୋଇଲେ କୁମ୍ଭୀର ହଁ ହଁ ଶିବଙ୍କ ବାହନ ହେଲା ବୃଷଭ ଆଚ୍ଛା ପାର୍ବତୀଙ୍କ ବାହନ ହେଲା ସିଂହ ସିଂହ ଗଙ୍ଗାଙ୍କ ବାହନ ହେଲା କୁମ୍ଭୀର ଆଚ୍ଛା ଆଚ୍ଛା ମନେ ରହିଲା ନିଶ୍ଚୟ କହିଲା ହେ ମକର ବାହିନୀ ହଁ ହଁ ତୋ ପାଦ ତଳେ ମୋର ନମସ୍କାର ଆଚ୍ଛା ଆଚ୍ଛା ମତେ ଆତ୍ମହତ୍ୟା ପାପରୁ ଉଦ୍ଧାର କର କର ମୁଁ ତୋ ଜଳରେ ଡେଇ ଆତ୍ମହତ୍ୟା କରିବି ଆଚ୍ଛା ଆଚ୍ଛା ଆଜ୍ଞା ଉର୍ଦ୍ଧ୍ୱେ ତୋଳିଦେଲା ବାହୁ ହଁ ହଁ ଯେତେବେଳେ ଝିଅଟା ଗଙ୍ଗାରେ ଶ୍ୱାସ ଦବ ଆଚ୍ଛା ଆଜ୍ଞା ମା ଗଙ୍ଗା ଆବିର୍ଭୂତା ହେଲେ ଆଚ୍ଛା କଣ କହିଲେ କଣ କହିଲେ କହିଲେ ରହରେ ସୁନ୍ଦରୀ ଆତ୍ମହତ୍ୟା ନ କରି ମୁଁ ଜାହ୍ନବୀ ଦେଉଛି ତୋ ଆଶିଷ ରହ ଆଚ୍ଛା ରହ ସୁନ୍ଦରୀ ରହ କିଏ ମତେ ଚିହ୍ନି ପାରୁନୁ ଚିହ୍ନି ପାରିଲେନି ମା ମୁଁ ଶିବଙ୍କ ଘରଣୀ ମୁଁ ଜାହ୍ନବୀ ମା ମୁଁ ଗଙ୍ଗା ପ୍ରଣାମ ମା ଯଶସ୍ୱିନୀ ଭବ କାହିଁକି ଆଉ ଆଶୀର୍ବାଦ ଦଉଛନ୍ତି ମା କାହିଁ ମୁଁ ତ ଆତ୍ମହତ୍ୟା କରିବାକୁ ଯାଉଛି ଝିଅ ଆଜ୍ଞା ଆତ୍ମହତ୍ୟା କରିବୁ ହଁ ମା ଆତ୍ମହତ୍ୟା କେତେ ବଡ ପାପ ଜାଣିଛୁ ପାପ ଭାଗବତ ଲେଖିଛି କଣ ଲେଖିଲେ କହିଲା ସକଳ ଘଟେ ନାରାୟଣ ବସନ୍ତି ତରୁ ତୃଣେ ତୃଣେ ଜାଣ ସମସ୍ତଙ୍କ ଦେହରେ ନାରାୟଣ ଅଛନ୍ତି ନିଶ୍ଚୟ ମା ଯେଉଁ ଲୋକ ଆତ୍ମହତ୍ୟା କଲା ହଁ ହଁ ସେ ନାରାୟଣଙ୍କ ତଣ୍ଟି ଚିପି ମାରିଲା ମୁଁ ଜାଣିଛି ମା ତେଣୁ କେଡେ ବଡ ପାପ ଜାଣିଛୁ ହଁ ହଁ ଆଁ? ଜାଣିଛି ଜାଣିକିରି ତୁ ନାରାୟଣକୁ ବଧ କରିବୁ ମୋର ଆଉ କିଛି ଉପାୟ ନାହିଁ ମା ତୁ ମରିବୁ ମରିବି ନିଶ୍ଚୟ ମରିବି ଆଚ୍ଛା ମରିବୁ ତ ମରିବୁ ହଁ ହଁ କଣ ପାଇଁ ମରିବୁ କହ ମା କହ ମୁଁ ଯାହାକୁ ସ୍ୱାମୀ ରୂପେ ବରଣ କଲି ଯାହାକୁ ସ୍ୱାମୀ ରୂପେ ବରଣ କଲୁ ହଁ ହଁ କଣ ହେଲା ସେ ମତେ ପ୍ରତ୍ୟାଖ୍ୟାନ କଲେ ସେଇଟା ରସିକ ହେଇନଥିବ ତାଠି ପୁରୁଷତ୍ୱ ନଥିବ ନା ମା ଆଉ ସେ ସତ୍ୟରେ ଆବଦ୍ଧ ତେଣୁ ମତେ ସେ ସ୍ୱୀକାର କଲେ ନାହିଁ ଓହୋ ସତ୍ୟ ଆବଦ୍ଧ ହଁ ମା ଆଚ୍ଛା ତୁ କାହାକୁ ପତି ରୂପେ ବରଣ କଲୁ ରାଜା ସୁଧର୍ଣ୍ଣଙ୍କୁ ଭଦ୍ରାବତୀର ଯୁବରାଜ ସୁଧର୍ଣ୍ଣା ହଁ ହଁ ଆଚ୍ଛା ହେଲେ ତୁ ଏତେ ବାଟ ଆସିଲୁ କେମିତି ମୋ ଶତ୍ରୁ ଜୟ କରିବା ପାଇଁ ତୋ ଶତ୍ରୁ କିଏ ମୋ ଶତ୍ରୁ ହେଲା ତୃତୀୟ ପାଣ୍ଡବ ଅର୍ଜୁନ ତାକୁ ଯୁଦ୍ଧରେ ଜୟ କରିବା ପାଇଁ ମୁଁ ଦେବଦେବ ମହାଦେବଙ୍କ ପାଖରେ
ତପସ୍ୟାରତ ହେବାକୁ ଆସିଥିଲି ମା, କିନ୍ତୁ ମଝିରେ ମତେ ବିଘ୍ନ ପଡିଲା। ତୁ ଇନ୍ଦୁମତୀ ହଁ ମା। ଜୟଦ୍ରଥର ଝିଅ? ହଁ ମା। ଶିବଙ୍କ ପାଖକୁ ତପ କରିବାକୁ ଯାଉଥିଲୁ? ଯାଉଥିଲି ମା। ଅର୍ଜୁନକୁ ମାରିବା ପାଇଁ? ହଁ ମା। ଆଉ ମର ନା। ମରିବିନି ନା। କିନ୍ତୁ କାହିଁକି ବଞ୍ଚିବି ମା? ଆଉ ତ ମର। ଆଉ ମୁଁ ଯାହା ଖୋଜୁଥିଲି ମତେ ମିଳିଲା। ଆପଣ ଖୋଜୁଥିଲେ? ହଁ। ବୁଝିପାରିଲେନି ମା? ବୁଝିପାରିଲୁ? ନା ନା। ଇନ୍ଦୁମତୀ ଆଜ୍ଞା ମା। ତୋର ଶତ୍ରୁ ଯେହି, ତୋର ଶତ୍ରୁ ଯେହି, ମୋର ଶତ୍ରୁ ସେହି, ମୋର ଶତ୍ରୁ ସେହି, ତୁ ହେଲୁ ଅସ୍ତ୍ର ମହରା, ତୁ ହେଲୁ ଅସ୍ତ୍ର ମହରା, ସାହାଯ୍ୟରେ ତୋ ସାହାଯ୍ୟରେ ମରିବ ଅର୍ଜୁନ, ମରିବ ଅର୍ଜୁନ, ଦେଖିବ ସାରା ସଂସାର, ଦେଖିବ। ଇନ୍ଦୁମତୀ ଆଜ୍ଞା ମା। ଯିଏ ତୋ ଶତ୍ରୁ ସିଏ ମୋ ଶତ୍ରୁ। ଆପଣଙ୍କ ଶତ୍ରୁ? ହଁ। ହେଲେ ଆପଣଙ୍କ ଶତ୍ରୁ କିଏ ମା? ଇନ୍ଦୁମତୀ ଆଜ୍ଞା। ସେ ତ ଖାଲି ତୋ ବାପାକୁ ମାରିଛି। ହଁ ହଁ ହଁ। ସେ ମତେ କଣ କରିଛି ଜାଣିଛୁ? କଣ କରିଛି ମା? ଜାଣିନୁ? ନା ନା। ଟୀକା ଗୋବିନ୍ଦ ଚନ୍ଦ୍ର ଲେଖିଛି। ହଁ ହଁ। କହିଲା ଓ ପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅ ଲୁଚଇ, ଅପୁତ୍ରିକ ନାରୀ ସେ ଡାଳ ଧରିବ ସେ ଡାଳ ଭାଙ୍ଗି ପଡ଼ଇ, ଅପୁତ୍ରିକ ନାରୀ ଯେ ବାଟେ ଯିବ ବାହାରେ ବାରାଙ୍ଗୁଳି ଅପବିତ୍ର, ଅପୁତ୍ରିକ ନାରୀ ପିତୃ ଶ୍ରାଦ୍ଧ ଦେଲେ ମଣିଅନ୍ତି ପିତୃଲୋକ, ଗଙ୍ଗା ଡାକିଲେ ଇନ୍ଦୁମତୀ। ଆଜ୍ଞା ମା। ଟୀକା ଗୋବିନ୍ଦ ଚନ୍ଦ୍ର ହଁ ହଁ। ମହାରାଣୀ ମୁକ୍ତାବତୀ ଆଚ୍ଛା ଆଚ୍ଛା। ତାଙ୍କ ପୁଅ ଗୋବିନ୍ଦକୁ କହିଲେ। କଣ କହିଲେ? କହିଲେ ଗୋବିନ୍ଦ ରେ, ହଁ ହଁ। ମୋ ଗୁରୁ ହାଡିପା ମତେ କହିଛନ୍ତି ତତେ ଯେତେବେଳେ 22 ବର୍ଷ ହବ ତୁ ମରିଯିବୁ। ହଁ ହଁ। ହେଲେ ତୁ ବଞ୍ଚିବୁ କେମିତି? କେମିତି? ତୁ ଯଦି ରାଜା ନ ହେଇକି ଯୋଗୀ ହେଇକି ଭିକ ମାଗିବୁ ଆଚ୍ଛା, ଆଚ୍ଛା। ତେବେ ତୁ ବଞ୍ଚିବୁ। ନିଶ୍ଚୟ। ବାପାରେ ତୁ ମରିଗଲେ ମୁଁ ଅପୁତ୍ରିକ ହେଇଯିବି। ହଁ, ହଁ। ମୁଁ ମନ୍ଦିରକୁ ଗଲେ ଦେବାଦେବୀ ଲୁଚିଯିବେ। ଆଚ୍ଛା, ଆଚ୍ଛା। ଯୋଉ ଗଛ ମୂଳେ ଆଶ୍ରା ନେବି ସେ ଗଛ ଭାଙ୍ଗିଯିବ। ଭାଙ୍ଗିଯିବ। ଯୋଉ ମାଟିରେ ପାଦ ଦେବି 12 ଆଙ୍ଗୁଳି ଅପବିତ୍ର ହେଇଯିବ। ମୋ ଶାଶୁ ଶ୍ୱଶୁର ମୋ ହାତରୁ ଜଳ ନେବେ। ଗ୍ରହଣ କରିବେନି। ତେଣୁ ତୁ ଗୋଟେ କାମ କର, ହଁ ହଁ। ତୁ ରାଜା ନ ହେଇକି ଯୋଗୀ ହେଇକି ଭିକ ମାଗ। ଆଚ୍ଛା ଆଚ୍ଛା। ହେଲା? ହଁ। ଏ କଥା କିଏ କହିଲେ? ରାଣୀ ମୁକ୍ତାବତୀ। ମା ଗଙ୍ଗା। ହଁ। ଗଙ୍ଗା କହିଲେ ଇନ୍ଦୁମତୀ, ଆଜ୍ଞା। ଗୋଟେ ନାରୀ ଯଦି ପୁତ୍ରହୀନ ହୁଏ ହଁ ହଁ। ତାକୁ ଏତେ ଗୁଡେ ପାପ ଲାଗେ। ଆଚ୍ଛା ଆଚ୍ଛା। ହେଲା? ନିଶ୍ଚୟ। ଶୁଣ, ମୋ ବିଷୟରେ କିଛି ଜାଣିଛୁ? ଜାଣିନି ମା। ସାଧାରଣ ଦୁଃଖ ନେଇ ହଁ ହଁ। ତୁ ମରିବାକୁ ଯାଉଛୁ। ଆଚ୍ଛା ଆଚ୍ଛା। ମୋ ଦୁଃଖ କଣ ଜାଣିଛୁ? ଆପଣଙ୍କର ଦୁଃଖ କଣ ମା? ଶୁଣ, ମୋ ଦୁଃଖ ଯଦି ଶୁଣିବୁ ହଁ ହଁ। ତୋ ମୁଣ୍ଡ ଘୁରିଯିବ। ନିଶ୍ଚୟ ଶୁଣିବି ମା। ମୁଁ ହଉଛି ଗଙ୍ଗା। ହଁ ହଁ। 80,000 ବର୍ଷ, ଆଜ୍ଞା 80,000 ବର୍ଷ ପର୍ଯ୍ୟନ୍ତ ଗଙ୍ଗା ଦେବୀ ରଜସ୍ଥଳା ହେଲେନି। ନା ନା। ତପସ୍ୟା କଲେ। କାହିଁକି ତପସ୍ୟା କଲେ? କାହିଁକି? ନା ଦେବଦେବ ମହାଦେବ ଶିବଙ୍କୁ ହଁ ହଁ। ସ୍ୱାମୀ ରୂପେ ପାଇବା ପାଇଁ ଆଚ୍ଛା ଆଚ୍ଛା। 80,000 ବର୍ଷ ରଜସ୍ଥଳା ନ ହୋଇ କୁମାରୀ ରୂପେ ବ୍ରତ କଲେ ଗଙ୍ଗା। ଗଙ୍ଗା। ଆଁ? ହଁ। ଗଙ୍ଗା ମା ବ୍ରତ କରୁଛନ୍ତି। ଆଚ୍ଛା ଆଚ୍ଛା। ଆଜ୍ଞା ଦୈବ ବଳା ନିଚ ନାନ୍ୟ ନାନ୍ୟମ୍ବଳ। ଦୈବ ବଳରେ ରାଜା ଶାନ୍ତନୁ, ହଁ ହଁ। ହସ୍ତିନାର ରାଜା ଶାନ୍ତନୁ ଆଚ୍ଛା ଆଚ୍ଛା। ଆଜ୍ଞା ମୃଗୟା ପାଇଁ ଯାଇଥିଲେ। ହଁ ହଁ। ମୃଗୟାରେ ବୁଲୁ ବୁଲୁ ଗଙ୍ଗାଙ୍କ ଉପରେ ଦୃଷ୍ଟି ପଡିଗଲା। ଆଚ୍ଛା ଆଚ୍ଛା। ଯେମିତି ଗଙ୍ଗାଙ୍କୁ ଦେଖିଦେଲେ ହଁ ହଁ। କହିଲେ ଏ ସୁନ୍ଦରୀ କି ମୁଁ ବିବାହ ହେବି। ଆଉ ବିବାହ ବି କହି ହଁ ହଁ। ଯାଇକିରି କଟାଳ କଲେ। ଆଚ୍ଛା ଆଚ୍ଛା। ଗଙ୍ଗା କହିଲେ ହେଇପାରିବ ନା ନା। ହେଇପାରିବ, ଶିବ ବିନା ଦ୍ୱିତୀୟ ନାସ୍ତି। ଆସ୍ତି। ମୁଁ 80,000 ବର୍ଷ ହେଲା ତପସ୍ୟା କରୁଛି। ହଁ ହଁ। ମତେ ଶିବ ଯୋଉଦିନ ମିଳିବେ ହଁ। ମୁଁ ସେଇଦିନ ବିବାହ। ବିବାହ ହେବି। ଦେଖନ୍ତୁ ପଣ୍ଡିତ, ମୋ କହିବାର କଥା ପୁରାଣର ବଚନ। ହଁ ହଁ। ଶାନ୍ତନୁ କେମିତିକା ଲୋକ ଥିଲେ କହିଲେ, ହୋ ଏ ସୁନ୍ଦରୀ ତାହେଲେ ଶିବୁଙ୍କୁ ବାହା ହବ। ଆଉ ଦେଖିବା ଏ କେମିତି ଶିବୁଙ୍କୁ ବାହା ହବ।